नमस्कार। आज ए विशेष कार्यक्रम मानव और मानविकता को वेदी विचार यह मंच को आपण मानक स्वागत। आज आम आलोचना करवा मानव क्या कहती आ मानविकता क्या कहती, मनुष्यर को गुण रहा निहत दरकार, कौन पर मनुष्य जन्म होती मनुष्य कार्य कौन से विषय आज आम विशेष भाव आलोचना करिया। देखंतु तीन टा अक्षर मानव, मारे मानविकता, नरे नम्रता, बीरे विश्वास। जो मनुष्य पाखे ये तीन टा जिनस अच्छी, मानविकता अच्छी, नम्रता अच्छी और विश्वास अच्छी, ताको मुख्यतः कहवा मनुष्य व मानव। आपण मैंने जहाँ भी आज सोसाइटी देखुं जिते भी लोग अच्छा समस्ते मानव पर देखा जाती गोटे, बट से एक्चुअली मानव नुहति, मनुष्य नुहति, समस्त मनुष्य पर देखा जाउथुवा प्राणी मानव नुहति। आज समाज रे गोटे भल मनुष्य हवा बहुत कष्टसाध्य। आपण भल पैंट सार्ट पिंधि पारती, भल चाकरी कर पारती, धनी हो पारती, भल गाड़ी बुली पारती, किंतु आपण भल मनुष्य सहजरे हो पारे ना। गोटे भल मनुष्य हाँपाई बहुत कष्ट। देखो भल मनुष्य हम क्या कहवा, जे गोरा, जे सुंदर, जे बड़ गाड़ी आसुची से भल मनुष्य नहीं, जे उच्च पदस्थ ऑफिसर से भल मनुष्य नहीं। भल मनुष्य हाँपाई आम पाखे मनुष्य पाखे किसी विशेष गुण रहा आवश्यकता अच्छी। जी गोटे मनुष्य को मनुष्य बोली व्यवहार करे, गोटे मनुष्य को मनुष्य हिसाब से देखे, ताकू ही कह आम भल मनुष्य। जी गोटे मनुष्यर मन कथा चिन्ह पारे, जी अन्य जन मनुष्यर मन को जानीपारे, ताकू ही कह भल मनुष्य। जी अन्य जन मनुष्यर मन को चिन्नी, ताकू बुझी संतुष्ट करने चेष्टा करे, ताकू ही कहना भल मनुष्य। आपण भल बापा हो पारती, भल पुओ हो पारती, भल ज्वाई हो पारती, भल टीचर हो पारती, भल डॉक्टर हो पारती, भल ऑफिसर हो पारती, बट भल मनुष्य रे आपण परिगणित हाँपाई कष्ट हो पारे। मोर समस्त व्यक्ति विशेष को अनुरोध, आपण सर्वदा भल मनुष्य हाँपाई चेष्टा करंतु। केमिति आपण जी जन्म देछि, आपण पे जे निजे न खाई आपन खाइबा देछि माँ, ताकू आपण स्नेह करिबा, ममता करिबा उचित। आपण को जे निजे न पिंधि आपण को वस्त्र प्रदान करछि आपण बापा, आपण बापा प्रति कर्तव्य करिया उचित। जो व्यक्ति विशेष निज
ପିତାମାତା ପ୍ରତି ସମସ୍ତ ଦାୟିତ୍ୱ ଗ୍ରହଣ କରନ୍ତି, ପିତାମାତାଙ୍କୁ ସର୍ବଦା ସେବା କରନ୍ତି, ସେମାନେ ମାନେ ଭଲ ଭଲ ମଣିଷ, ସେମାନେ ଭଲ ମଣିଷରେ ପରିଣତ ହୁଅନ୍ତି। ଯେଉଁମାନେ ନିଜ ସ୍ତ୍ରୀକୁ ଭଲ ପାଆନ୍ତି, ନିଜ ପରିବାରକୁ ଭଲ ପାଆନ୍ତି, ସେମାନେ ଭଲ ମଣିଷ। ଯେଉଁମାନେ ତାଙ୍କ ସନ୍ତାନ ମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତି, ସତ୍ସଂସ୍କାର ଦିଅନ୍ତି, ସର୍ବଦା ସତ୍ୟ ବାଟରେ ଯିବା ପାଇଁ ପ୍ରବର୍ତ୍ତାନ୍ତି, ସେମାନଙ୍କୁ କହିବା ଭଲ ମଣିଷ। ଯେଉଁ ମଣିଷ କୌଣସି ଦୁଃଖୀ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରେ, ସେମାନେ ହିଁ ଭଲ ମଣିଷ। ଆଉ ଯେଉଁ ମଣିଷ ଅନ୍ୟକୁ ସବୁବେଳେ ସେବା ମନୋବୃତ୍ତି କରେ, ଅନ୍ୟକୁ ସାହାଯ୍ୟ କରେ, ଦୟାଭାବ ଆସେ, ତାକୁ ହିଁ କହିବା ଭଲ ମଣିଷ। ଭଲ ମଣିଷ ହେବା ପାଇଁ କିଛି ସ୍ୱତନ୍ତ୍ର ଡେଫିନେସନ୍ ନାହିଁ। ଯଦି ଆପଣ ଗୋଟେ ଜିନିଷ ଦେଖିବେ, ସର୍ବଦା ଆପଣ ସକାଳେ ଉଠିଲା ପରେ ଈଶ୍ୱରଙ୍କୁ ଗୋଟିଏ ଅନୁରୋଧ କରନ୍ତୁ, ହେ ଈଶ୍ୱର, ମୋତେ ଆଜି ଆପଣ ଏମିତି କିଛି ସଦ୍ବୁଦ୍ଧି ଦିଅନ୍ତୁ ଯାହାଦ୍ୱାରା କି ମୋ ଦ୍ୱାରା କିଛି କାହାର ଅନିଷ୍ଟ ହେବ ନାହିଁ, ମୁଁ କାହାକୁ କଷ୍ଟ ଦେଲା ଭଳିଆ କଥା କହିବି ନାହିଁ, ମୁଁ କାହାର କ୍ଷତି କରିବି ନାହିଁ, ମୋତେ ଏତିକି ସଦ୍ବୁଦ୍ଧି ଆଉ ଏତିକି ବଳ ଦିଅନ୍ତୁ। ଦେଖିବେ ଆପଣ ଭଲ ମଣିଷ ହେବା ପାଇଁ ବାଟ ଆପେ ପଳେଇ ଆସିବ। ମଣିଷକୁ ସବୁବେଳେ ଚିହ୍ନିବାଟା ବହୁତ ଡିଫିକଲ୍ଟ, ବହୁତ କଷ୍ଟ। ଆଜିର ଦିନରେ ବିଶ୍ୱାସୀ ଲୋକ ପାଇବାଟା ବହୁତ କଷ୍ଟ। କାହିଁକି ନା ଆମ ମନ ଭିତରେ ଅନ୍ୟ ପ୍ରତି ବିଶ୍ୱାସ ନାହିଁ। ସୋସାଇଟି ବି ସେମିତି ହେଇଗଲାଣି। ଠକ, ଲାଞ୍ଚ, ଲଞ୍ଛନା, କିଏ କାମଠୁ କେମିତି ନେଇଯିବା, ଖାଇଦେବା, ଏମିତି ହେଇଗଲାଣି। ଆଉ ସମସ୍ତେ କାର୍ଯ୍ୟ କରିବାକୁ ଚାହାନ୍ତିନି। କମ୍ ଇନକମ୍ କରି, କମ୍ ପରିଶ୍ରମ କରି କେମିତି ଅଧିକ ଉପାର୍ଜନ କରିବା ସମସ୍ତଙ୍କ ଚିନ୍ତାଧାରା ଅଛି। ସେଥିପାଇଁ ମାନବିକତାର ଅଭାବ ଅଛି, ସଂସ୍କାରର ଅଭାବ ଅଛି। ଆଉ ଯାହାକି ଆମେ ଆମ ପରିବାର ଠାରୁ ପାଇନାହିଁ। ଦ୍ୱିତୀୟତଃ ହେଉଛି ମାର ପ୍ରଥମ କର୍ତ୍ତବ୍ୟ ପିଲାମାନଙ୍କୁ ଠିକ୍ ଭାବରେ ମଣିଷ କରିବା, ଉତ୍ତମ ସଂସ୍କାର ଦେବା। ଆଜି ତ ଯୁବପିଢ଼ି ମା ମାନେ ଅଛନ୍ତି, ସେମାନେ ତାଙ୍କ ପିଲାମାନଙ୍କୁ, ଯେଉଁମାନେ ଛୋଟ ଛୋଟ ପାଠ ପଢ଼ୁଛନ୍ତି, ଉତ୍ତମ ସଂସ୍କାର ଦେବା ଉଚିତ। ଭାରତୀୟ ସଂସ୍କାର, କେମିତି ଆମେ ଅନ୍ୟକୁ ଭଲ ବ୍ୟବହାର କରିବା, କେମିତି ଭଲ ମଣିଷ ହେବା। କେବେ ବି ପିଲାମାନଙ୍କୁ ମିଛ କହିବା ଆପଣ ଶିଖେଇବେ ନାହିଁ। ପରିବାରରେ ଗୋଟେ ପିଲା ଯଦି ମିଛ କହିବା ଶିଖିବ, ତାର ସେ ଗୋଟେ ଗୁଣ ସବୁଦିନ ପାଇଁ ରହିଯିବ। ତେଣୁ ପିଲାମାନଙ୍କ ଆଗରେ ଆପଣ କେବେ ବି ମିଛ କୁହନ୍ତୁ ନାହିଁ। ଯଦି ଆପଣ ପିଲାମାନଙ୍କ ମଙ୍ଗଳ ଚାହାନ୍ତି, ଯଦି ଆପଣ ପିଲାମାନେ ଭବିଷ୍ୟତରେ ଗୋଟେ ବଡ଼ ମଣିଷ ହେବାକୁ ଚାହୁଁଛନ୍ତି, କେବେ ମିଛ କୁହନ୍ତୁ ନାହିଁ। ପିଲାମାନଙ୍କ ଆଗରେ କେବେ ବି ଆପଣ କପଟ କଥା କୁହନ୍ତୁ ନାହିଁ। ସେଥିପାଇଁ ସତ୍ୟ ଯୁଗ,
ମଣିଷ ମାନବର ବାଲ୍ୟ ଅବସ୍ଥାକୁ ସତ୍ୟ ଯୁଗ କୁହାଯାଇଛି। କାହିଁକି ନା ବାଲ୍ୟ ଅବସ୍ଥା 12 ବର୍ଷ 13 ବର୍ଷ 14 ବର୍ଷ ଯାଏଁ ଗୋଟେ ଶିଶୁ କେବେ ବି ମିଛ କହିବ ନାହିଁ। ସେ ଜାଣିନି ଛନ୍ଦ କୋଉଟା କପଟ କୋଉଟା ସେ ଜାଣିନି। ସେଥିପାଇଁ ତ ସତ୍ୟ ଯୁଗ ମଣିଷ ଯେତେବେଳେ ଯୁଗ ତିଆରି ହେଲା ନା ସେତେବେଳେ ମଣିଷର ବୟସକୁ ନେଇକି ଯୁଗ ତିଆରି କରାଗଲା। ଆପଣ ଦେଖିବେ ସତ୍ୟ ଯୁଗ କାହା କୁହନ୍ତି? ଯୋଉଠି ସତ୍ୟ ହିଁ ସତ୍ୟ, ମିଥ୍ୟାର ସ୍ଥାନ ନାହିଁ। ଶିଶୁର ବାଲ୍ୟ ଅବସ୍ଥାକୁ ସତ୍ୟ ଯୁଗ କୁହନ୍ତି। ତୁଳନା କରାଯାଇଛି ମୋ ମତରେ, ହୁଏତ କୌଣସି ବହିରେ କିଛି ଲେଖା ଥାଇପାରେ। ସେମିତି ମୁଁ ବି ମୋର ମତ ଅନୁସାରେ ଦ୍ୱାପର ଯୁଗ ତ୍ରେତୟା ଯୁଗ ରାମଚନ୍ଦ୍ର ଯୁଗକୁ ତ୍ରେତୟା ଯୁଗ କୁହନ୍ତି। ରାମଚନ୍ଦ୍ର ଯାହା କରିଥିଲେ ତାଙ୍କର ଗୁଣ ଭଲ ଗୁଣ ଯୋଉଟାକି ଆଖି ବନ୍ଦ କରି ରାମଚନ୍ଦ୍ର ପିତୃ ସତ୍ୟ ପାଳନ କରିଥିଲେ। ଆଜିର କିଶୋର ଅବସ୍ଥାରେ ପିଲାମାନେ ଆଖି ବନ୍ଦ କରି ଆପଣମାନଙ୍କ କଥା ମାନିବେ? କାହିଁକି ନା ପିଲାମାନେ ଆପଣମାନଙ୍କର। ସେ ବିଷୟରେ ଆମେ ପରେ ଆଲୋଚନା କରିବା, କିନ୍ତୁ ଆପଣମାନଙ୍କୁ ମୋର ଗୋଟିଏ ଅନୁରୋଧ, ଆପଣମାନେ ସର୍ବଦା ଭଲ ମଣିଷ ହେବାକୁ ଚେଷ୍ଟା କରନ୍ତୁ। ଆପଣମାନେ ଭଲ ମଣିଷ, ସେଥିରେ କୌଣସି ବାଧା ନାହିଁ, କିନ୍ତୁ ଆଉ ଟିକେ ଯଦି କିଛି ଛାଡ଼ି ଦେଇଛନ୍ତି, କିଛି ଖରାପ ଗୁଣ ଅଛି, ସେ ଖରାପ ଗୁଣକୁ ଆପଣ ଛାଡ଼ିବା ପାଇଁ ଚେଷ୍ଟା କରନ୍ତୁ। ତାହା ସହ ସହ ଆପଣଙ୍କ ଚାରିପାର୍ଶ୍ୱରେ ଚତୁଃପାର୍ଶ୍ୱରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ମଧ୍ୟ ଆପଣ ଭଲ ମଣିଷ କରିବାକୁ ଚେଷ୍ଟା କରନ୍ତୁ। କାହିଁକି ନା ଗୋଟେ ଛୋଟ ଇଂଲିଶରେ ଫର୍ମାଟ୍ ଅଛି, ଆଇ ଆମ୍ ଓକେ, ୟୁ ଆର୍ ଓକେ, ଇଟ୍ସ ଓକେ। ଆଇ ଆମ୍ ନଟ୍ ଓକେ, ୟୁ ଆର୍ ନଟ୍ ଓକେ, ଇଟ୍ସ ଓକେ। ଇଫ୍ ଆଇ ଆମ୍ ଓକେ, ୟୁ ଆର୍ ନଟ୍ ଓକେ, ଇଟ୍ସ ନଟ୍ ଓକେ। ମୁଁ ଭଲ ମଣିଷ, ଆପଣ ଭଲ ମଣିଷ, ଠିକ୍ ଅଛି। ମୁଁ ଖରାପ ମଣିଷ, ଆପଣ ଖରାପ ମଣିଷ, ଠିକ୍ ଅଛି। ବଟ୍ ମୁଁ ଭଲ ମଣିଷ, ଆପଣ ଖରାପ ମଣିଷ, ଠିକ୍ ନାହିଁ। ମୁଁ ଖାଇନି, ଆପଣ ଖାଇଛନ୍ତି, ଠିକ୍ ନାହିଁ। ଯଦି ଆପଣ ଭଲରେ ଅଛନ୍ତି ଆଉ ଆପଣଙ୍କ ବନ୍ଧୁ ବାନ୍ଧବ ଭାଇ ବନ୍ଧୁ କୁଟୁମ୍ବ ସମସ୍ତେ ଭଲରେ ଅଛନ୍ତି, ତାହେଲେ ସମସ୍ତେ ଠିକ୍ ଅଛି। ଆପଣ ଭଲରେ ଅଛନ୍ତି, ଆପଣଙ୍କର ବାପା ଭଲରେ ନାହାନ୍ତି, ଆପଣଙ୍କ ମା ଭଲରେ ନାହାନ୍ତି, ଆପଣଙ୍କର ଭାଇ ଭଲରେ ନାହାନ୍ତି, ତାହେଲେ ଆପଣ କେବେ ବି କହିପାରିବେ ନାହିଁ ଯେ ମୁଁ ଭଲରେ ଅଛି। ଆପଣ ନିଜେ ଭଲ ହେବା ସାଙ୍ଗରେ, ନିଜେ ଭଲ ହେବା ସାଙ୍ଗରେ ଯଦି ଆପଣ ଅନ୍ୟମାନଙ୍କୁ ଭଲ କରିପାରିଲେ, ତେବେ ଆପଣ ଶ୍ରେଷ୍ଠ ମାନବ ହିସାବରେ ପରିଗଣିତ ହେବେ। ଏଇଟା ହେଉଛି ଆଜିର ମନ୍ତ୍ର। ତେଣୁ ମୋର ସମସ୍ତ ଭାଇ ମାନଙ୍କୁ ମା ମାନଙ୍କୁ ଅନୁରୋଧ, ଆପଣ ଆପଣ ପିଲାମାନଙ୍କୁ ଆପଣ ନିଜେ ସର୍ବଦା ଭଲ ଚିନ୍ତା କରନ୍ତୁ, ଭଲ ଖାଦ୍ୟ ଖାଆନ୍ତୁ, ଭଲ ଗୁଣ ଆଉ ଭଲ ଭାବନାରେ ଅନ୍ୟକୁ ଗଢ଼ନ୍ତୁ। ତେବେ ସଂସାର ବହୁତ ଚେଞ୍ଜ ହେଇଯିବ। ଆମର ଦେଶ ସୁନାର ଦେଶ ହେଇଯିବ, ଆମ ରାଜ୍ୟ ସୁନାର ରାଜ୍ୟ ହେଇଯିବ, ଆଉ ଆମ ପରିବାର ଏତେ ସୁନ୍ଦର ହେବ, ଆଉ ଏତେ ଭଲ ପରିବାର ଆମେ କେବେ ବି କଳ୍ପନା କରିପାରିବାନି।
ଆପଣ ଯଦି ଆପଣମାନଙ୍କ ପରିବାରକୁ ସୁନ୍ଦର କରିବାକୁ ଚାହୁଁଛନ୍ତି, ଆପଣ ଦେଶକୁ ସୁନ୍ଦର କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ଭଲ ମଣିଷ ହେବା ନିହାତି ଦରକାର। ଏତିକି ମୋର ଅନୁରୋଧ। ତେଣୁ ମୁଁ ଆପଣମାନେ ବହୁତ ସମୟ ଧରି ବସିଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେଉଛି। ଆଉ ବେଦି ବିଚାର ଟିମ୍କୁ ମଧ୍ୟ ଧନ୍ୟବାଦ ଦେଉଛି, ସେମାନେ ମୋତେ ଇନଭାଇଟ୍ କରିଥିଲେ। ପୁଣି ଦେଖା ହେବା ଆଗାମୀ କଥାରେ କିମ୍ବା ନମସ୍କାର।